ସେଇଠି କ'ଣ କରୁଛୁ କି? କ'ଣ ଧରିଛୁ ସେଟା ବେଙ୍ଗ ନା କ'ଣ? ଏଇଟା କ'ଣ ଝୁଲା? ଏଇଟା କ'ଣ? ଏଇଟା କ'ଣ? ଏଇଟା କି ମାଛ? ୟାର ନାଁ କ'ଣ? ଏ ବେଙ୍ଗ ଫୁଲା ଭଳିଆ ଲାଗୁଛି। ଏଇଟା କ'ଣ? ତାର ଆଖି କୋଉ ପଟେ, ନାକ କୋଉ ପଟେ, ପାଟି କୋଉ ପଟେ, କ'ଣ କିଛି ଜଣା ପଡୁନି ନା। ଦେଖନ୍ତୁ ସାଙ୍ଗମାନେ, ଏଇଟା ମାଛ ନା ଆଉ କ'ଣ ଆପଣମାନେ ଟିକେ କହିବେ ତ। କେବେ ଆପଣମାନେ ଏମିତିଆ ମାଛ କେବେ ଦେଖିଛନ୍ତି ନା ନାଇଁ ପ୍ଲିଜ୍ କହିବେ। ମୁଁ ତ ଦେଖିନି, କିନ୍ତୁ ଏଇଟା ଫାର୍ଷ୍ଟ ଟାଇମ୍ ପାଇଁ ଆଜି ଦେଖୁଛି। ଏଇଟା ଦେଖନ୍ତୁ, ଏଇଟା ଧୋଇଲା ପରେ ଏଇଟା ଏମିତି ହେଉଛି। ଏଇଟା ପୁଣି ମାଛ ଭିତରୁ ପୁଣି ସେଇଟା ବାହାରୁଛି। ଦେଖନ୍ତୁ ପ୍ଲାଷ୍ଟିକ୍ ଭଳିଆରେ ବାହାରୁଛି। ମାଛ ବଜାର ବସେଇଲା ଭଳିଆ ଦେଖାଯାଉଛି ପୁରା। ଆଉ ମାଛ ବିକ୍ରି କଲା ଭଳିଆ ଲାଗୁଛି ଲୋ। ବିଭିନ୍ନ ପ୍ରକାର ମାଛ ଏଠି ମିଳୁଛି ନାଇଁ କି? ମୁଁ ମାଛକୁ ପୁରା ଛୋଟ ଛୋଟ ପିସ୍ କରିକି କାଟିନି। ମାଛ ପାଇଁ ପୁରା ରେଡ଼ି କରିକି ମୁଁ ରଖିଛି। ପିଆଜ କିଛି କାଟି ନେଇଛି, ଅଦା ରସୁଣ ପୁରା ଏଠି ଛେଚିକି ରଖିଛି, କିଛି ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ଦୁଇଟା ନେଇଛି, ଗରମ ମସଲା ନେଇଛି, କାଶ୍ମୀରୀ ପାଉଡର ଚିଲି ନେଇଛି, ହଳଦୀ ଗୁଣ୍ଡ ନେଇଛି, କୋରିଆଣ୍ଡର ପାଉଡର ନେଇଛି, କିଛି ମିଟ୍ ମସଲା ନେଇଛି। ଆପଣ ଚାହିଁଲେ ଆପଣଙ୍କ ହିସାବରେ ନେଇପାରିବେ। ମୁଁ ମୋ ହିସାବରେ ସବୁ ତକ ମୁଁ 2 ସ୍ପୁନ୍ ତକ ନେଇଛି ପାଉଡର। ମସଲା ଗୁଣ୍ଡ ସବୁ କିଛି ମୋର ରେଡ଼ି ହେଇସାରିଛି। ଏବେ ମୁଁ ଏହାକୁ ଭାଜିଦେବି। ଚାଲନ୍ତୁ ରୋଷେଇ ଆରମ୍ଭ କରିବା। ହେଇଯାଇଛି ମାଛଟା, କାହିଁକି ନା ମୁଁ ଏଇଟା ଗୋଟେ ଦୁଇଟା ହୁଇସିଲ୍ ଲଗେଇଥିଲି। ଫାଇନାଲି ମୋର କୁନ୍ଦଲି ମାଛ ରେଡ଼ି ହେଇଗଲା। ମୋ ରେସିପିଟା କେମିତି ଲାଗୁଛି ଆପଣମାନେ ନିହାତି ଭାବରେ କମେଣ୍ଟରେ ଜଣାଇବେ। ଆଣ୍ଡ ଆପଣମାନେ ମଧ୍ୟ ଏମିତି ଥରେ ବନେଇକି ଖାଆନ୍ତୁ, ବହୁତ ଭଲ ଲାଗିବ, ଟେଷ୍ଟି ଲାଗିବ। ରହିଲି, ନେକ୍ସଟ ଭିଡ଼ିଓରେ ଦେଖା ହେବା। ବାଏ ବାଏ।